ଦିନକର ଘଟଣା। ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି। ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ। ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି। ତାଙ୍କ କୋଠରୀ ସଫା ନଥାଏ। ଆକବର କୋଠରୀ ସଫା କାମରେ ଲାଗିଗଲେ। ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେ ନାହିଁ। ଯଦି କେହି ନିଜ କୋଠରୀ ସଫା ନ କରନ୍ତି, ତାହେଲେ ଗାନ୍ଧିଜୀ କାହାରିକୁ ବି ଅପେକ୍ଷା ନ କରି ନିଜେ ସେହି କୋଠରୀ ସଫା କରିଦିଅନ୍ତି। ତାଙ୍କ ମନରେ ନିଜ ପର ଏଭଳି କୌଣସି ଭେଦଭାବ ନଥାଏ। ଆକବର କୋଠରୀ ଜିନିଷପତ୍ର ସଜାଡ଼ି ରଖିଲେ। ତିନି ମାଙ୍କଡ଼ ମୂର୍ତ୍ତିଟି ହାତରୁ ଖସିପଡ଼ି ତାହା ଭାଙ୍ଗିଗଲା। ଆକବର ବଡ଼ ଅସୁବିଧାରେ ପଡ଼ିଲେ। ସେ ଗାନ୍ଧିଜୀଙ୍କୁ କିପରି କହିବେ ଯେ ତାଙ୍କର ପ୍ରିୟ ମାଙ୍କଡ଼ ମୂର୍ତ୍ତି ଭାଙ୍ଗି ଯାଇଅଛି। ଆକବରଙ୍କୁ ଖାଇବା ପିଇବା ମୋଟେ ଭଲ ଲାଗିଲା ନାହିଁ। ଗାନ୍ଧିଜୀଙ୍କ ଅପେକ୍ଷାରେ ସେ ରହିଲେ। ବେଳ ବୁଡ଼ିଗଲା। ଗାନ୍ଧିଜୀ ଆଶ୍ରମରୁ ଫେରିଲେ। ପ୍ରାର୍ଥନା ଆରମ୍ଭ ହେଲା। ଆକବର ଭାଇ ସେଠାରେ ରହିଥାନ୍ତି। ପ୍ରାର୍ଥନା ଶେଷରେ ବାପୁ ପାଣି ପିଇବାକୁ ମାଗିଲେ। ଆକବର ପାଣି ନାଇ ଦେଲେ। ସେ ହାତ ଯୋଡ଼ି କହିଲେ, ବାପୁ, କୋଠରୀ ସଫା ସମୟରେ ସେହି ତିନି ମାଙ୍କଡ଼ ମୂର୍ତ୍ତିଟି ଭାଙ୍ଗି ଯାଇଅଛି। ମୁଁ ଅପରାଧ କରିଅଛି। ମୋତେ ସେଥିପାଇଁ ଦଣ୍ଡ ଦିଅନ୍ତୁ। ବାପୁ ଟିକିଏ ଦୁଃଖ କଲେ, କିନ୍ତୁ ଆକବର ସତ୍ୟବାହିତା ଗୁଣ ଦେଖି ସେ ଖୁବ୍ ଖୁସି ହୋଇ କହିଲେ, ଆକବର, ଦୋଷୀ ଦଣ୍ଡ ପାଇବାଟା ତ ସ୍ୱାଭାବିକ। ଏଥିରେ ଭାବିବାର କ'ଣ ଅଛି? ମୁଁ ଯେଉଁ ଦଣ୍ଡ ଦେବି, ତାହା ତମ ଜୀବନରେ ସବୁଦିନ ଲାଗି ଅଭୁଲା ସ୍ମୃତି ହେବ। ବାପୁଙ୍କ କଥାରେ ଆକବର ଭୀଷଣ ମାତ୍ରାରେ ଡରିଗଲେ। କିନ୍ତୁ ତାଙ୍କର ଗାନ୍ଧିଜୀଙ୍କ ଉପରେ ଅଟଳ ବିଶ୍ୱାସ ଓ ଭକ୍ତି ଥାଏ। ବାପୁ କହିଲେ, ଆକବର, ମୋ ଆଗରେ ତୁମେ ଯେପରି ନିର୍ଭୀକ ଭାବରେ ସତ କଥା କହିଛ, ତାହା ଯେପରି ଜୀବନରେ ପାଳନ କରିବ, ଏହାହିଁ ତୁମ ପାଇଁ କଠୋର ଦଣ୍ଡ। ଆକବର ଶପଥ କଲେ, ସତ୍ୟ ପାଇଁ ଯଦି ଜୀବନ ବି ଦେବାକୁ ହୁଏ, ତାହେଲେ ହସି ହସି ବରଣ କରିବି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଉପଦେଶ ଆକବରଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଲା। ସାଙ୍ଗମାନେ, ଯଦି କାହାଣୀଟି ଭଲ ଲାଗିଥାଏ, ଲାଇକ୍, ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେ ନାହିଁ।